ଅତି ଦ୍ରୁତ ଗତିରେ ଥିବା ଏକ ଆଇଚର ଟ୍ରକ୍ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରଲର ପଛପଟେ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇଚର ଟ୍ରକ୍ର ସାମ୍ନା ପଟ ଭାଙ୍ଗିରୁଜି ଚୁରମାର ହୋଇଯିବା ସହ କେବିନ୍ ଭିତରେ ବସିଥିବା 4 ଜଣ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ କରି କେବିନ୍ ଭିତରେ ଚାପି ହୋଇ ରହିଯାଇଥିବା 4 ଜଣକୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି। ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥର ତଳନଗର ନିକଟରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ଏକ ଆଇଚର ଟ୍ରକ୍ ଘରୋଇ ସାମଗ୍ରୀ ଲୋଡ୍ କରି ବାଲେଶ୍ୱର ଅଭିମୁଖେ ଆସୁଥିଲା। ତେବେ ତଳନଗର ନିକଟରେ ଆଗରେ ଯାଉଥିବା ଏକ ଟ୍ରଲର ପଛପଟେ ଦ୍ରୁତ ଗତିରେ ଥିବା ଆଇଚର ଟ୍ରକ୍ଟି ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିଲା। ଫଳରେ 4 ଜଣ ଟ୍ରକ୍ କେବିନ୍ ଭିତରେ ଚାପି ହୋଇ ଅତି ଗୁରୁତର ଅବସ୍ଥାରେ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ, ସୋର ପୁଲିସ ଓ ଓଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅତି ସଙ୍କଟାପନ୍ନ ଅବସ୍ଥାରେ 4 ଜଣକୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ। କିନ୍ତୁ ସମସ୍ତଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପୁଣି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ହୋଇଥିବା ବ୍ୟକ୍ତିମାନେ ବିହାର ପାଟଣା ଅଞ୍ଚଳର ସଞ୍ଜୟ ଯାଦବ, ଅନିଲ ଯାଦବ, ପଙ୍କଜ ଯାଦବ ଏବଂ ରାକେଶ ଯାଦବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।